ଆଜ୍ଞା ରାସନ କାର୍ଡଧାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ଆଜ୍ଞା ରାସନ କାର୍ଡଧାରୀଙ୍କ ପାଇଁ ଯେତେ ଖୁସି ଖବର ଅଛି ଆଜ୍ଞା କହିଲେ ନି ସରେ ନା। ଆଜ୍ଞା ମିଳୁଛେ ସେମାନକେ ଗହମ, ଚଉଲ୍ ସବୁ ଜିନିଷ ମିଳୁଥିଲା, ମିଲର ବି ମିଳୁଥିଲା, ମିଶ୍ରି ବି ମିଳୁଥିଲା, ବହୁତ ସାରା ଜିନିଷ ଡାଲ୍ ବି ମିଳୁଥିଲା, ଚନା ବି ମିଳୁଥିଲା। ହେନ୍ତା ସବୁ ଜିନିଷ ଯେନ୍ଟାକି ରାସନ କାର୍ଡରେ ବି ମିଳି ଯାଉଥିଲା। ବହୁତ ସାରା ଲୋକ ଯେନ୍ ପାଇକରି ଯେନ୍ ଖୁସି ହେଇଯାଉଥିଲେ। ହେଲେ ସେମାନଙ୍କର କେତେଟା ଭିତରୁ ବହୁତ ସାରା ଲୋକ ଯେନ୍ଟାକି ବହୁତ ସାରା ଦିନ ହେଲା ଗହମ ଯେନ୍ଟା ବନ୍ଦ କରିଥିଲା। ସେ ଗହମ ଏବେ ଆପଣଙ୍କୁ ପୁଣି ଥରେ ମିଲବାର୍ ଲାଗି ଯାଉଛି। ଓଡ଼ିଶା ଗଭର୍ଣ୍ଣମେଣ୍ଟ ଫିର ସେ ଡିସାଇଡ୍ କରିଛନ୍ ଯେତେ ମନକେ ନି ପୋଥିର ବୋଲେ ମଝିରେ ଯେନ୍ ବନ୍ଦ ହେଇଥିଲା। ସେଥିର୍ଲାଗି ବୋଲି ସେମାନକେ ଯେନ୍ଟା କି ଗହମ ଦିଆଯାଉ ବୋଲି ଓଡିଶାର ମୋହନ ଚରଣ ମାଝୀ ସେମାନେ କହିଛନ୍ କି ଆପଣ ମାନଙ୍କୁ ଯେନ୍ ମାନେ ଗହମ ପଉଥିଲେ ଏବେ ନି ପାଇବାର୍ ସେମାନଙ୍କୁ 20% ଯେନ୍ଟାକି ଗହମ ଦିଆଯିବା ବୋଲି ଠିକ୍ ଅଛି। ଆପଣ ମାନେ ଏବେ ପାଇପାରିବେ 20% ଯେନ୍ଟାକି ଗହମ ଆପଣ ମାନେ ପାଇପାରିବେ ସମସ୍ତେ। ଯେନ୍ ମାନଙ୍କର ପାଖରେ ରାସନ କାର୍ଡ ଅଛି ସେମାନେ ସମସ୍ତେ 20% ଗହମ ପାଇପାରିବେ। ଆଉ ଯେନ୍ ମାନେ ଚାଉଲ୍ ପାଉଥିଲେ ତ ହେନ୍ତା ଚାଉଲ୍ ପାଉଥିବେ ଆପଣଙ୍କୁ କିଛି ଟେନସନ ନବାର ନେଇଁ ନ ସମସ୍ତେ ପାଇପାରିବେ। ଆପଣ ଯଦି ଇ କେୱାଇସି ନି କରିନେବା ବେଲେ କାଁ କରୁନ ଇ କେୱାଇସି କରିନଉନ୍। କାହିଁକିନା ଯଦି ଆପଣ ମାନେ ଯଦି ଇ କେୱାଇସି ନି କରିବେ ତାହେଲେ ଆପଣ ମାନଙ୍କୁ ଯେନ୍ଟାକି ଚାଉଲ୍, ଗହମ, ଚିନି ଯେନ୍ କୌଣସି ଜିନିଷ ନେଇ ଫାଇଦା ମିଳୁଥିଲା ରାସନ କାର୍ଡ ରେ ସେ ଫାଇଦା ମାନେ ଯେନ୍ଟାକି ଏବେ ଆପଣଙ୍କୁ ନେଇ ମିଲେ। ତ ସେଥିର୍ ଲାଗି ବୋଲି ଆପଣ ମାନେ ଆପଣ ମାନଙ୍କର ରାସନ କାର୍ଡରେ ଇ କେୱାଇସି କରିନଉନ୍।